ବନ୍ଧୁଗଣ ସତର୍କ ରୁହ ଏକ ବଡ଼ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଆଗାମୀ 24 ଘଣ୍ଟା ମଧ୍ୟରେ ତୁମର ଶତ୍ରୁମାନଙ୍କର ପାପର ପାତ୍ର ଉଛୁଳି ପଡ଼ିବ। ଆଗାମୀ 24 ଘଣ୍ଟା ମଧ୍ୟରେ ତୁମେ ଏକ ସତ୍ୟ ଶୁଣିବ ଯାହା ତୁମକୁ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଧ କରିଦେବ। ଯେଉଁମାନେ ଗତ ବର୍ଷ ତୁମର ବିଶ୍ୱାସଘାତକତା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତୁମର ପ୍ରତିଷ୍ଠାକୁ ନିନ୍ଦା କରିଥିଲେ ସେମାନଙ୍କୁ ଏବେ ହାତ କୋଡ଼ି ଦିଆଯିବ। ସେମାନଙ୍କର ଜୀବନ ନଷ୍ଟ ହେବାକୁ ଯାଉଛି। ଏହା ବ୍ୟତୀତ ଆଜିର ଭିଡ଼ିଓ ତୁମ ପାଇଁ ଏକ ଦିବ୍ୟ ଆଶୀର୍ବାଦ ଠାରୁ କମ୍ ନୁହେଁ। ବନ୍ଧୁଗଣ, ଗତ ବର୍ଷ ଧରି ତୁମର ନିଜର ସମ୍ପର୍କୀୟ ଗୋଷ୍ଠୀରୁ କେହି ଜଣେ ତୁମକୁ ନଷ୍ଟ କରିବାକୁ ଅନବରତ ଚେଷ୍ଟା କରିଥିଲେ। ଆଜି ତାଙ୍କ ନାମ ଶୁଣିବା ମାତ୍ରେ ତୁମ ଆଖିରୁ ଲୁହ ଝରି ଆସିବ। ବନ୍ଧୁମାନେ, ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ମନେ ରଖନ୍ତୁ, ତୁମେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ଯାହାଙ୍କ ନାମ ମୁଁ ପ୍ରକାଶ କରିବାକୁ ଯାଉଛି। ଥରେ ତୁମେ ଏହା କରିସାରିବା ପରେ ତୁମର କୌଣସି ଶତ୍ରୁ ରହିବେ ନାହିଁ। ତଥାପି ଯଦି ତୁମେ ଏହି ବିଷୟକୁ ହାଲୁକା ଭାବରେ ନିଅ ତେବେ ତୁମର ଶତ୍ରୁମାନେ ତୁମ ବିରୁଦ୍ଧରେ କରିଥିବା ତାନ୍ତ୍ରିକ ରୀତିନୀତିର ପରିଣାମ ତୁମେ ସହ୍ୟ କରିପାରିବ ନାହିଁ। ତେଣୁ ମୋ କଥାକୁ ମଜା ଭାବିବାର ଭୁଲ କର ନାହିଁ। ନୂତନ ବର୍ଷ 2026 ତୁମ ପାଇଁ ଏକ ସାଧାରଣ ସମୟ ହେବ ନାହିଁ। ଏହି ବର୍ଷ ତୁମକୁ ଉଚ୍ଚତାରେ ପହଞ୍ଚାଇବାର ସମ୍ଭାବନା ରଖିଛି। ତଥାପି ଯଦି ତୁମେ ଭୁଲ କର ତେବେ ଏହା ତୁମର ପତନ ମଧ୍ୟ ଆଣିପାରେ। ଏହି ଶବ୍ଦ ଗୁଡ଼ିକରେ ବିଶ୍ୱାସ ରଖ। ଯଦି ତୁମେ ଏହି 3ଟି ନିର୍ଦ୍ଦିଷ୍ଟ ଚେତାବନୀକୁ ପାଳନ କର ତେବେ ତୁମର ଶତ୍ରୁମାନେ ତୁମର ପାଦ ତଳେ ଆଣ୍ଠୁ ମାଡ଼ି କ୍ଷମା ଭିକ୍ଷା କରିବେ। ଯେଉଁମାନେ ତୁମ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ ସେମାନେ ଏପରି ପରିସ୍ଥିତିର ସମ୍ମୁଖୀନ ହେବେ ଯାହା ସେମାନେ କେବେ କଳ୍ପନା ମଧ୍ୟ କରିପାରିବେ ନାହିଁ। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆମେ ଆରମ୍ଭ କରିବା ପୂର୍ବରୁ ମୁଁ ଦେବୀ ମାତାଙ୍କ ସମସ୍ତ ପ୍ରକୃତ ଭକ୍ତଙ୍କୁ ଅନୁରୋଧ କରୁଛି, ଦୟାକରି ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ମା ଦୁର୍ଗା ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ ବନ୍ଧୁଗଣ, ଆମେ ଜାଣୁ ଯେ 2025 ତୁମ ପାଇଁ ଏକ ବହୁତ କଷ୍ଟକର ବର୍ଷ ଥିଲା। ସେହି ବର୍ଷ ତୁମ ଜୀବନରେ ଅନେକ ସମସ୍ୟା ଆଣିଥିଲା ଏବଂ ତୁମେ ସାରା ବର୍ଷ ଅପାର ଦୁଃଖ ସହ୍ୟ କରିଥିଲ। ଯଦିଓ ଆପଣ ବର୍ତ୍ତମାନ କ୍ଳାନ୍ତ କିମ୍ବା ନିରାଶ ଅନୁଭବ କରୁଛନ୍ତି ତଥାପି ଆପଣଙ୍କ ମନ ଖୁସି ଏବଂ ପରିପୂର୍ଣ୍ଣତା ପାଇଁ ଆଗ୍ରହୀ। 2026ରୁ ରାହୁ, କେତୁ ଏବଂ ମଙ୍ଗଳ ତୁମ ଜ୍ୟୋତିଷ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଆଣିବାକୁ ପ୍ରସ୍ତୁତ। ବନ୍ଧୁମାନେ, ନିଜ ଛାତି ଉପରେ ହାତ ରଖନ୍ତୁ। ଆପଣ ଯାହା ଶୁଣିବାକୁ ଯାଉଛନ୍ତି ତାହା ସତ୍ୟ ଏବଂ ଆପଣ ଖୁବ୍ ଶୀଘ୍ର ଆପଣଙ୍କ ଭାଗ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରିବେ। ଏହି ଗ୍ରହଗୁଡ଼ିକ ରାହୁ, କେତୁ ଏବଂ ମଙ୍ଗଳ ଆପଣଙ୍କୁ ଗତ କିଛି ବର୍ଷ ଧରି ଆପଣ ଆଶା କରିଥିବା ସମସ୍ତ ଖୁସି ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେହି ଖୁସି ଯାହା ଆପଣଙ୍କ ଶତ୍ରୁମାନେ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ଚେଷ୍ଟା କରିଥିଲେ। ଆପଣଙ୍କର ବନ୍ଧୁ ଏବଂ ପରିଚିତମାନେ ଜାଣନ୍ତି ଯେ ଗତ ବର୍ଷ ଆପଣ ଆପଣଙ୍କ ଜୀବନରେ କୌଣସି ବଡ଼ ସଫଳତା କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିନାହାନ୍ତି। ତଥାପି ଏବେ ନିରାଶ କିମ୍ବା ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ନିର୍ଦ୍ଦିଷ୍ଟ ସମସ୍ତ ଦୁଃଖ ଏବଂ କଷ୍ଟ ଏବେ ନିଜର ଗତିପଥରେ ଚାଲିଯାଇଛି। ଏହି ଆଗାମୀ ବର୍ଷରେ କିମ୍ବା ହୁଏତ ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣଙ୍କ ନାମ ଆପଣଙ୍କ ପଡ଼ୋଶୀ ଏବଂ ଅଞ୍ଚଳରେ ପ୍ରସିଦ୍ଧ ହୋଇଯିବ। ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପାଦ ତଳେ କ୍ଷମା ଭିକ୍ଷା କରିବାକୁ ଆସିବେ। ଯେଉଁ ଶତ୍ରୁମାନେ ସବୁବେଳେ ତୁମକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ ଏବଂ ତୁମର ପ୍ରତିଷ୍ଠାକୁ କଳଙ୍କିତ କରିବାକୁ ଚେଷ୍ଟା କରୁଥିଲେ ସେମାନେ ଏବେ ତୁମ ପାଦ ତଳେ ଦୟା ଏବଂ କ୍ଷମା ପାଇଁ ନିବେଦନ କରିବାକୁ ଆସିବେ। କାରଣ 2025 ମସିହାରେ ତୁମ ସହିତ ବହୁତ ବିଶ୍ୱାସଘାତକତା କରାଯାଇଥିଲା। ଯେଉଁ ବ୍ୟକ୍ତିମାନଙ୍କୁ ତୁମେ ଅନ୍ଧ ଏବଂ ପରୋକ୍ଷ ଭାବରେ ବିଶ୍ୱାସ କରିଥିଲ ସେହି ବ୍ୟକ୍ତିମାନେ ତୁମ ପଛରେ ତୁମ ସହିତ ବିଶ୍ୱାସଘାତକତା କରିଥିଲେ। ତୁମର ନିକଟତର କିଛି ଲୋକ ଅଛନ୍ତି ଯେଉଁମାନେ ତୁମର ଖୁସି ପ୍ରତି ତୀବ୍ର ଈର୍ଷା ରଖନ୍ତି।
तुम मुहरे सेमाने तुमर प्रशंसा गान करिवे एवं तुम उपरे गर्व करिबार दाबी करिवे। सेमाने तुम पई खुशीर अभिनय करिवे तथापि गभीर भावरे सेमाने क्रोधरे जळी उठिवे। तुमर सफलता एवं खुशी सेमानंकु गभीर भावरे अस्थिर अनुभव कराए। एही कारणरू सेमाने गत वर्ष धरी तुमर खुशी उपरे सतर्क नजर रखिछंती। एही नूतन वर्षरे मध्य सेमाने चुप रहिबे नाही। सेमाने तुमर निकटतर रहिबाकु चेष्टा करिवे एवं तुम घरकु बारंबार जीवा आसिबा आरंभ करिवे। उदाहरण स्वरूप जदि तुमे एक नूतन घर तैयारी करिछ किंबा एक नूतन जमी किनिछ तेबे सेमाने तुमर घरकु कड़ा नजर रखिबा पई बारंबार आसिबा आरंभ करिवे। सेमाने एहा काहेकि करंती कारण सेमाने तुम उपरे कोनोसी प्रकारर क्षति पहुंचाइबाकु षडयंत्र करूछंती। तुमे कोन संदेह करूछ जे केही तुम विरुद्धरे तंत्र किंबा कला जादू अभ्यास करूछि। एही व्यक्ति माने तुमर खुशी को नष्ट करिबाकु चाहुछंती। सेमाने तुमर आर्थिक प्रवाह को स्थिर करिबाकु एवं सफलता पथरे तुमर प्रगति को बाधा देबाकु चाहंती। तेणु सचेतन रुहंतु। 2025 रे तुमे अनेक असुविधार सम्मुखीन होइछ। अतीत रे तुमे सह्य करितिबा कष्ट परि चैलेंज फलस्वरूप तुमे सतर्क रहिबा जरूरी। एही वर्ष तुमे निजकु एपरि लोकंक ठारू दूरेई रखिबा उचित नचेत सेमाने तुमको प्रचुर दुख देई पारंती। एपरि व्यक्तिंक हातरे तुमे यथेष्ट क्षति सहिबाकु छिडा हेबो कारण सेमाने तुमर खुशी रे कोनोसी आनंद पांती नाही। तेनु एही लोकमानकु शीघ्र चिन्हट कर। सेमाने कथाबार्ता समय सूक्ष्म संकेत देबे जहा तुमको अनुभव करिबारे साहाय्य करिबो जे सेमानक सहित संपर्क छिन्न करिबार समय आसीछि। एही व्यक्ति माने प्रायतः तुमको भ्रमात्मक परामर्श देबे। उदाहरण स्वरूप जदि तुमको टंका दरकार किंबा कोनोसी निर्दिष्ट विषय साहाय्य आवश्यक तेबे सेमाने तुमको साहाय्य करिवे नाही बरं सेमाने विपरीत परामर्श देबे। हुएत एहा सूचाई देउछि जे तुम पाखरे पूर्वरु तुमर आवश्यक जिनिस अछि। यह समस्तक पई एक वार्ता भापरे काम करू। गत 5 वर्ष धरी दिव्य शक्ति माने तुम प्रति दयालु होई आसुछंती। एही देवता माने केवल तुमर पुण्य कार्य एवं सेमानक प्रति तुमर अटल भक्ति द्वारा खुशी। सेमानक कृपा जोगु तुमे एते दिन धरी असुविधारु रक्षा पाइछ। जेतेबेले तुम रास्ता रे बाधा उपुचिला सेमाने तुमको केबे परित्याग कले नाही। अन्य शब्द रे सेमाने तुमको केबे पड़िबाकु देई नाहंती। जेते विशाल असुविधा हेउ किंबा कष्ट जेते गंभीर हेउ आपण केबे साहस हराई नाहंती। आपणको एपरि स्थिरतारे पूर्ण करिथिबा शक्ति एही देवता मानक व्यतीत अन्य काहाठारु आसी नाही। प्रतिकूलता को दूर करिबा पई आपण जो शक्ति पाइथिले ताहा एही दिव्य सत्ता मानक द्वारा आपणको प्रदान करा जाइथिला। तेणु बंधुगण आपणक जीवन रे एक प्रमुख मोड़ एक यूटर्न घटिबाकु जाउछि। आपणकु केवल निश्चित करिबाकु पड़िबो जे आपण एही सुजोग को आपणक हातरु खसी जिबाकु देबे नाही कारण जदिओ एही देवता माने आपणकु दीर्घ समय धरी आपणक समस्या गुडी को समाधान करिबारे साहाय्य करिसंती तेबे सतर्क रुहंतु। जदि आपण किछि त्रुटि करंती जहा सेमानक सहित आपणक संपर्क को दुर्बल करे तेबे आपण सेमानकर सुरक्षा हराइबार आशंका रखती। एही त्रुटि गुड़िक कौन मुख्यतः शत्रु किंबा कला जादूर अभ्यासकारी मानकु आपणक उपरे प्रभाव पकाइबाकु अनुमति देबा। तुमे संपूर्ण भावप्रवण भावरे संकुचित रहिल। तुम मन को जेकोसी चिंता आकर्षित करिथिला ताहा सर्वदा नकारात्मक थिला। जदिओ तुमे एक नूतन आरंभ करिबाकु चाहुथिल तुमे ताहा करि पारिल नाही। जदि तुमे एक व्यवसाय रे नियोजित थिलो तेबे एहा निरंतर आर्थिक क्षति सहुथिला। अन्य शब्द रे तुमे नेइथिबा प्रत्येक पथ थरे तुमे बाधा प्राप्त होइथिलो। तुमर परिस्थिति बुझिबारे अक्षम एवं तुमर शत्रु मानकर अंधकार शक्ति एपर्यंत तुम जीवनर संपूर्ण नियंत्रण हासिल करि नथिला। तुम जीवन रे अनेक थर तुमे केवल केश परिमाणर मृत्यु मुखरु रक्षा पाइथिलो। सेही मुहूर्त गुडी करे एही निर्दिष्ट देवता मानक व्यतीत तुम पाखरे आउ केही नथिले एवं केवल एही देवता मानक जोगु तुमे मृत्युरु रक्षा पाइथिलो। तथापि एही तीन देवता धीरे धीरे तुमर जीवनर नियंत्रण नेबाको आरंभ करिसंती।
କାରଣ ତୁମେ ଦୁର୍ବଳ ହୋଇଗଲ। ଜାଣତରେ କିମ୍ବା ଅଜାଣତରେ ତୁମେ ଭୁଲ କରି ଚାଲିଛ। ତଥାପି ବନ୍ଧୁମାନେ, ଏବେ ତୁମ ସମସ୍ତଙ୍କ ପାଇଁ ଏକ ମହାନ ସୁଯୋଗ ଅପେକ୍ଷା କରିଛି। ବୁଧ, ଗୁରୁ ଏବଂ ଶୁକ୍ର ତୁମର କୁଣ୍ଡଳୀରେ ଲାଭ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ଅନ୍ୟ ଶବ୍ଦରେ, ସେମାନଙ୍କର ପ୍ରଭାବ ଏବେ ଲାଭ ଘର ମଧ୍ୟରେ କେନ୍ଦ୍ରିତ ହେବ। ଏହି ତିନି ଦେବତାଙ୍କ ଶକ୍ତି ତୁମ ପାଇଁ ସକାରାତ୍ମକ ହେବାକୁ ଯାଉଛି। ସେମାନଙ୍କର ପ୍ରଭାବ ତୁମ ଉପରେ ଗଭୀର ଭାବରେ ଗଠନମୂଳକ ଭାବରେ ପ୍ରକାଶିତ ହେବ। ଏହା ବ୍ୟତୀତ ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଦେବତାମାନଙ୍କର ଦିବ୍ୟ ଶକ୍ତି ଆହୁରି ତୀବ୍ର ହେବାକୁ ଯାଉଛି। ଯଦି ଆଗାମୀ 24 ଘଣ୍ଟା ମଧ୍ୟରେ ଆପଣ ଅତୀତରେ କରିଥିବା ଭୁଲଗୁଡ଼ିକୁ ପୁନରାବୃତ୍ତି କରିବାରୁ ନିବୃତ୍ତ ରୁହନ୍ତି, ତେବେ ଏହା ମନେ ରଖନ୍ତୁ, ଏହି ତିନି ଦେବତା, ଏହି ମହାନ ସ୍ୱର୍ଗୀୟ ଶକ୍ତି ଆପଣଙ୍କୁ ଏକ ସ୍ମାରକୀ ଖବର ପ୍ରଦାନ କରିବାକୁ ଯାଉଛନ୍ତି। ଏହା ଏପରି ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ, ତଥାପି ଏହା ଆପଣଙ୍କ ଜୀବନର ସମଗ୍ର ଗତିପଥକୁ ସମ୍ପୂର୍ଣ୍ଣ ରୂପ ଦେବ। କାଲିଠାରୁ ଆପଣ ଏପରି ଜିନିଷ ପାଇବେ ଯାହା ଆପଣ ଆପଣଙ୍କ ସମଗ୍ର ଜୀବନ କାଳରେ କେବେ କଳ୍ପନା ମଧ୍ୟ କରିନଥିବେ। କେତେବେଳେ ଆପଣ ଅସୀମ ଆନନ୍ଦ ଅନୁଭବ କରିବେ, ଅନ୍ୟ ସମୟରେ ଆପଣ ଏପରି ଦୁଃଖ ଏବଂ ଯନ୍ତ୍ରଣା ସହ୍ୟ କରିବେ ଯାହା ଆପଣ ସହ୍ୟ କରିବାକୁ ଅସମର୍ଥ ଅନୁଭବ କରିପାରନ୍ତି। ଏହି ଭିଡ଼ିଓରେ ମୁଁ ଏହି ସମ୍ବନ୍ଧୀୟ ପ୍ରତ୍ୟେକ ବିବରଣୀ ସେୟାର କରିବି। ଅଧିକ ଜାଣିବା ପାଇଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋ ସହିତ ରୁହନ୍ତୁ। ଗତ ବର୍ଷ ଆପଣ କରିଥିବା ସବୁଠାରୁ ବଡ଼ ଭୁଲ ଥିଲା ଅତ୍ୟଧିକ ଚିନ୍ତା। ଆପଣ ସାମାନ୍ୟ ବିଷୟଗୁଡ଼ିକ ପାଇଁ ମଧ୍ୟ ଅତ୍ୟଧିକ ଚିନ୍ତା କରନ୍ତି। ସେଗୁଡ଼ିକୁ ଅନୁପାତରୁ ଉଡ଼ାଇ ଦିଅନ୍ତି ଯେପର୍ଯ୍ୟନ୍ତ ସେଗୁଡ଼ିକ ଅପ୍ରତିକୂଳ ପର୍ବତ ହୋଇଯାଏ ନାହିଁ। ଏହା ଆପଣଙ୍କ ନିଦ, ଶାନ୍ତି ଏବଂ ସ୍ଥିରତାକୁ ବାଧା ଦିଏ। ଆପଣଙ୍କ ନିଦ ବ୍ୟାହତ ହୁଏ, ଆପଣଙ୍କର ଆନ୍ତରିକ ଶାନ୍ତି ବ୍ୟାହତ ହୁଏ ଏବଂ ଆପଣଙ୍କର ମାନସିକ ସନ୍ତୁଳନ ନଷ୍ଟ ହୋଇଯାଏ। ଏହାର ଫଳସ୍ୱରୂପ ଆପଣଙ୍କ ପରିବାର, ଆପଣଙ୍କ କାମ, ଆପଣଙ୍କ ବ୍ୟବସାୟ ଏବଂ ଆପଣଙ୍କ ପରିବାରର ଆର୍ଥିକ ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେଣୁ ବନ୍ଧୁଗଣ, ତୁମେ ଯେତେ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅ ନା କାହିଁକି, ତୁମେ ନିଜକୁ ଆଉ ଅତ୍ୟଧିକ ଚିନ୍ତା କରିବାକୁ ଅନୁମତି ଦେବା ଉଚିତ ନୁହେଁ। ତୁମକୁ ପ୍ରତ୍ୟେକ ଭାର ଏକାକୀ ମୁଣ୍ଡାଇବାକୁ ପଡ଼ିବ ନାହିଁ। କେବଳ ନିଜକୁ ଈଶ୍ୱରୀୟ ଇଚ୍ଛାରେ ସମର୍ପଣ କର। ଏହା ହେଉଛି ଗୋଟିଏ କାମ ଯାହା ତୁମକୁ କରିବାକୁ ପଡ଼ିବ। ତୁମ ଜୀବନରେ ଯାହା ଘଟୁଛି ସେ ବିଷୟରେ ଏତେ ଚିନ୍ତା କରିବା ବନ୍ଦ କର। ଘଟଣାଗୁଡ଼ିକ ଘଟିବାକୁ ଯାଉଛି, ପରିସ୍ଥିତି ଯାହା ତୁମର ଭାବନାକୁ ଗଭୀର ଭାବରେ ପ୍ରଭାବିତ କରିବ। ଅତ୍ୟଧିକ ଚିନ୍ତା କର ନାହିଁ, ବରଂ ତୁମର ଚିନ୍ତାଧାରା ସେହି ବିଷୟଗୁଡ଼ିକ ଉପରେ କେନ୍ଦ୍ରିତ କର ଯାହା ତୁମ ଜୀବନରେ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ। ବନ୍ଧୁଗଣ, ତୁମେ ଗୁରୁତ୍ୱହୀନ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅ। ତୁମର ସବୁଠାରୁ ବଡ଼ ସମସ୍ୟା ହେଉଛି ତୁମେ ତୁମର ଭିତରର ଅଶାନ୍ତିକୁ ଚାପି ରଖ। ତୁମେ କାନ୍ଦୁ ନାହଁ କିମ୍ବା ତୁମେ କାହାକୁ ଅଭିଯୋଗ ଶୁଣାଉ ନାହଁ, ବରଂ ତୁମେ ସବୁକିଛି ଭିତରେ ପୋତି ରଖ। କେବଳ ଦିନ ପରେ ହଠାତ୍ ନୀରବତା, କ୍ରୋଧ କିମ୍ବା ଭାବ ପ୍ରବଣତା ଦୂରତା ଭାବରେ ପ୍ରକାଶ ପାଇବା ପାଇଁ। ଏହି କାରଣରୁ ଲୋକମାନେ ଦାବି କରନ୍ତି ଯେ ତୁମେ ରାତାରାତି ପରିବର୍ତ୍ତନ ହୋଇଛ, ତଥାପି ତୁମକୁ ପ୍ରତିଫଳିତ କରିବାକୁ ପଡ଼ିବ। ତୁମେ ସବୁବେଳେ ନିଜକୁ କହିଛ, ମୁଁ କେବେ ଏହାକୁ ମୁକାବିଲା କରିବି। ତୁମେ ବିଳମ୍ବିତ କରିଛ, କିନ୍ତୁ ଏବେ କାର୍ଯ୍ୟ କରିବାର ସମୟ ଆସିଛି, ନଚେତ୍ ତୁମେ ଏହା ପାଇଁ ଅନୁତାପ କରି ବଞ୍ଚିବ। ମୁଁ ଆଗାମୀ 7 ଦିନ ବିଷୟରେ ବିଶେଷ ଭାବରେ କହୁଛି। ଏକ ପ୍ରମୁଖ ଘଟଣା ଘଟିବାକୁ ଯାଉଛି। ଏକ ଘଟଣା ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଯେତେବେଳେ ଆପଣ ଏହା ବିଷୟରେ ଶୁଣିବେ, ଏହା ଆପଣଙ୍କ ବିଶ୍ୱକୁ ଏହାର ମୂଳଦୁଆକୁ ହଲାଇ ଦେବ। ଯଦି ଆପଣ ଏପର୍ଯ୍ୟନ୍ତ ଅନ୍ୟମାନଙ୍କୁ ବିଶ୍ୱାସ କରିବାକୁ କୁଣ୍ଠାବୋଧ କରିଆସୁଛନ୍ତି, ତେବେ ଆପଣଙ୍କୁ ତୁରନ୍ତ ସେହି ମନୋଭାବ ପରିବର୍ତ୍ତନ କରିବାକୁ ପଡ଼ିବ। କାରଣ ମୁଁ ଆପଣଙ୍କୁ ଏହି ବାର୍ତ୍ତା ଦେବା ପାଇଁ ବହୁତ ପରିଶ୍ରମ କରିଛି। ଆପଣଙ୍କୁ ଲୋକମାନଙ୍କ ଉପରେ ଆପଣଙ୍କର ବିଶ୍ୱାସ ରଖିବା ଶିଖିବାକୁ ପଡ଼ିବ। ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ ନାହିଁ। ଆପଣ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ ବୋଲି ଭ୍ରମ ପୋଷଣ କରନ୍ତୁ ନାହିଁ। ସତ୍ୟ ହେଉଛି ଆପଣଙ୍କୁ ଅନ୍ୟମାନଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ଯଦି ଆପଣ ଏପରି କରନ୍ତି ନାହିଁ, ତେବେ ଆପଣ ନିଶ୍ଚିତ ଭାବରେ ପଛରେ ପଡ଼ିଯିବେ।
बंधुगण केवल सेतेबेले आपण जीवन में प्रकृत सफलता पाइबे नचेत आपण धन संग्रह करिपारंती किंतु आपणक हृदय खाली रहिबो। मु आपणक सहित एक गुरु मंत्र बांटिबाकू जाउछि, एक गभीर मार्गदर्शक नीति। एही मंत्र कोन ताहा भलो भाबरे सुनंतु। आपणक पई केवल आपणक बुद्धि सहित नुहे बरं मुख्यतः आपणक हृदय सहित आपणक समस्त निष्पत्ति नेबारे मुख्य कथा रहिछि। बंधुगण आपणक सार्वजनीन प्रतिष्ठा किंबा सम्मान कलंकित होई पारे। केही जने आपणक हृदय को सीधा सड़क आघात करने जाउछंती, एक गभीर भाव प्रवण क्षत सृष्टि करी। एही मुहूर्त रे कहा पाखरे तुमर भाव प्रवण अवस्था को संपूर्ण भावरे अस्थिर करिबार शक्ति अछि। से माने तुमर सबुठारु संवेदनशील एवं जंत्रणादायक दुर्बलता को स्पर्श करिवे। एही व्यक्ति जने अपरिचित व्यक्ति होई पारे। जदि केही एही प्रकारर कार्य करंती तेबे तुरंत प्रतिक्रिया दियंतु नाही। एही व्यक्ति माने शेषरे उपयुक्त समय रे सेमानंको कार्यर परिणाम भोग करिवे। तथापि आपण को निजको दृढ़ करिबा उपरे ध्यान देबाको पड़िबो। बंधुकोण जेतेबेले तुमर निकटतम लोक माने तुम विरुद्ध रे आक्रमण करंती सेतेबेले यह अत्यंत जंत्रणादायक होइथाय। तथापि एपरि समय रे तुमे किछि कष्ट अनुभव करिपार, किंतु बंधुकोण तुमे धैर्य बजाय रखिबा अत्यंत गुरुत्वपूर्ण। एहा व्यतीत मु तुमको स्वास्थ्य संबंधी एक चेतावनी देबाकू चाहूछि। बंधुगण तुमे हठात कोनसी बड़ रोगर शिकार हेबार संभावना नाही, तथापि छोट रोग जेपरिक गंभीर मुंडबिंधा, चिंता एवं थका तुमको हैरान करिपारे। तुमे शारीरिक दुर्बलता अनुभव करिपार। एही समस्त समस्या तुमको असुविधारे पकाई पारे एवं तुमर निद्रा शैली यथेष्ट बाधा प्राप्त होई पारे। बंधुगण एही असुविधारु रक्षा पाइबा पई तुमे भगवान बजरंगबलींकर शरण नेबा उचित। एहार अर्थ हेउछि तुमको मंगलवार एवं शनिवार दिन हनुमान मंदिर परिदर्शन करिबा एवं हनुमान चालीसा पाठ करिबा उचित। बंधुगण मने रखंतु जे आपणक पछरे लुचि रहितिबा शत्रु मानक प्रति आपण अधिक दुर्बल। जे माने आपणक सम्मुखरे खोला खोली भाबरे ठिया होइछंती, तेनु आपणक जीवन संबंधी कोनोसी गुप्त कथा एपरि लोकंक सहित बांटंतु नाही जहा उपरे आपण संपूर्ण विश्वास करि परिबे नाही, कारण सेमाने आपणक दुर्बलता किंबा भूल को व्यवहार करी आपणको असुविधारे पकाई पारंती। यह सहित एही 24 घंटा मध्यरे आर्थिक लाभ पाइबार यथेष्ट संभावना अछि। जदि आपणकर कोनोसी टंका कोनोसी स्थान रे अटकी रहिछि तेबे आपण ताहा पुनरुद्धार करि पारिबे। एहा व्यतीत मु भविष्यवाणी करूछि जे एही 24 घंटा मध्यरे आपणक परिवार को जड़ित करुथिबा अनेक समस्यार समाधान होइछिबो। बहुत दिन धरि आपण आपणकर परिवार मध्यरे अनेक असुविधा एवं समस्यार सम्मुखीन हेउछंती जहा आपण समाधान करि पारि नथिले। तथापि एही समस्या गुड़िक मध्यरु अनेक एबे शेष होइछिबो एवं आपणक जीवन रे महान खुशी प्रवेश करिब।